ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ଗଠିତ? ଅପସନ୍ ଏ 1600, ଅପସନ୍ ବି 1700, ଅପସନ୍ ସି 1757, ଅପସନ୍ ଡି 1857। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 1600। କ୍ୱେଶ୍ଚିନ୍ ନମ୍ବର 2, 1857ର ବିଦ୍ରୋହକୁ କ'ଣ କୁହାଯାଏ? ଅପସନ୍ ଏ ସ୍ୱାଧୀନତା ସଂଗ୍ରାମ, ଅପସନ୍ ବି ସିପାହୀ ବିଦ୍ରୋହ, ଅପସନ୍ ସି କ୍ରାନ୍ତି, ଅପସନ୍ ଡି ଗଦର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ସିପାହୀ ବିଦ୍ରୋହ। କ୍ୱେଶ୍ଚିନ୍ ନମ୍ବର 3, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ? ଅପସନ୍ ଏ ସୁଭାଷ ବୋଷ, ଅପସନ୍ ବି ରାଜେନ୍ଦ୍ର ପ୍ରସାଦ, ଅପସନ୍ ସି ଜବାହରଲାଲ ନେହେରୁ, ଅପସନ୍ ଡି ପଟେଲ। ଏହାର ସଠିକ୍ ଉତ୍ତର ହେଉଛି ଜବାହରଲାଲ ନେହେରୁ। କ୍ୱେଶ୍ଚିନ୍ ନମ୍ବର 4, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ଅପସନ୍ ଏ ହରିକୃଷ୍ଣ ମହତାବ, ଅପସନ୍ ବି ନବକୃଷ୍ଣ ଚୌଧୁରୀ, ଅପସନ୍ ସି ବିଜୁ ପଟ୍ଟନାୟକ, ଅପସନ୍ ଡି ଫକୀରମୋହନ ସେନାପତି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ହରେକୃଷ୍ଣ ମହତାବ। କ୍ୱେଶ୍ଚିନ୍ ନମ୍ବର 5, ପ୍ରସିଦ୍ଧ ଓଡ଼ିଆ କବି ସାରଳା ଦାସ କେଉଁ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ? ଅପସନ୍ ଏ ମହାଭାରତ, ଅପସନ୍ ବି ଲକ୍ଷ୍ମୀ ପୁରାଣ, ଅପସନ୍ ସି ଭଗବତ ଗୀତା, ଅପସନ୍ ଡି ବେଦ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମହାଭାରତ। କ୍ୱେଶ୍ଚିନ୍ ନମ୍ବର 6, ଓଡ଼ିଆ ରାଷ୍ଟ୍ରନାୟକ କିଏ? ଅପସନ୍ ଏ ଉତ୍କଳ ଗୌରବ ମଧୁସୂଦନ ଦାସ, ଅପସନ୍ ବି ବିଜୁ ପଟ୍ଟନାୟକ, ଅପସନ୍ ସି ଲକ୍ଷ୍ମୀକାନ୍ତ ମହାପାତ୍ର, ଅପସନ୍ ଡି ଫକୀରମୋହନ ସେନାପତି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଉତ୍କଳ ଗୌରବ ମଧୁସୂଦନ ଦାସ। କ୍ୱେଶ୍ଚିନ୍ ନମ୍ବର 7, ପୁରୀ ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ଅପସନ୍ ଏ ଅଙ୍ଗଦ ଭୀମଦେବ, ଅପସନ୍ ବି କପିଳେନ୍ଦ୍ର ଦେବ, ଅପସନ୍ ସି ନରସିଂହ ଦେବ, ଅପସନ୍ ଡି କ୍ଷୟଦେବ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଅଙ୍ଗଦ ଭୀମଦେବ। କ୍ୱେଶ୍ଚିନ୍ ନମ୍ବର 8, କୋଣାର୍କ ସୂର୍ଯ୍ୟ ମନ୍ଦିର କିଏ ତିଆରି କରିଥିଲେ? ଅପସନ୍ ଏ ଅନଙ୍ଗ ଭୀମଦେବ, ଅପସନ୍ ବି ନରସିଂହ ଦେବ, ଅପସନ୍ ସି କପିଳେନ୍ଦ୍ର ଦେବ, ଅପସନ୍ ଡି ଲଳିତେନ୍ଦୁ କେଶରୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ନରସିଂହ ଦେବ। କ୍ୱେଶ୍ଚିନ୍ ନମ୍ବର 9, ପୁରୀ ଶ୍ରୀମନ୍ଦିର କେଉଁ ସମୁଦ୍ର କୂଳରେ ଅବସ୍ଥିତ? ଅପସନ୍ ଏ ଆରବ ସାଗର, ଅପସନ୍ ବି ବଙ୍ଗୋପସାଗର, ଅପସନ୍ ସି ଭାରତୀୟ ସାଗର, ଅପସନ୍ ଡି କାର୍ପିଆନ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବଙ୍ଗୋପସାଗର। କ୍ୱେଶ୍ଚିନ୍ ନମ୍ବର 10, କଳିଙ୍ଗର ପୁରାତନ ନାମ କ'ଣ? ଅପସନ୍ ଏ ଉତ୍କଳ, ଅପସନ୍ ବି ତୋଷାଳୀ, ଅପସନ୍ ସି ଅଡ୍ର, ଅପସନ୍ ଡି ସମସ୍ତ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ସମସ୍ତ।